ସାଇକୋଲୋଜି କହିଥାଏ, ଯଦି କୌଣସି ସୁନ୍ଦରୀ ବିଧବା ମହିଳା ଆପଣଙ୍କ ସହିତ ସମ୍ଭୋଗ କରିବାକୁ ଚାହୁଁଛନ୍ତି, ଏହି ଦୁଇ ଖରାପ ବ୍ୟବହାର ଆପଣଙ୍କ ସହିତ କରିଥାନ୍ତି। ତାହା ହେଉଛି, ପ୍ରଥମତଃ ଆପଣଙ୍କ ସହିତ ଫ୍ରେଣ୍ଡସିପ୍ କରିବେ, ତାପରେ ଥଟ୍ଟା ମଜାରେ ରୋମାଣ୍ଟିକ୍ ଓ ସେକ୍ସ ଟାଇପ୍ର କଥା ହେବେ ଓ କଥା ହେବା ସମୟରେ ଆପଣଙ୍କୁ ଦେଖାଇ ନିଜ ସ୍ତନକୁ ବାରମ୍ବାର ଟଚ୍ କରିବେ। ଏହି ଖରାପ ଇସାରାରୁ ବୁଝିଯାଆନ୍ତୁ କି ସେ ଆପଣଙ୍କ ସହିତ ମଜା ନେବାକୁ ଚାହୁଁଛନ୍ତି। ତେବେ ସେହି ସମୟରେ ତୁରନ୍ତ ଜାବୁଡ଼ି ଧରି ଗେହି ଦିଅନ୍ତୁ। ସାଇକୋଲୋଜି କହିଥାଏ, ମହିଳାମାନଙ୍କର ସ୍ତନର ଆକାର ପିରିୟଡ଼ ସମୟରେ ପୂର୍ବ ଅପେକ୍ଷା ସାମାନ୍ୟ ବଡ଼ ହୋଇ ଯାଇଥାଏ। ସାଇକୋଲୋଜି କହିଥାଏ, ପାଖାପାଖି 70% ପୁରୁଷମାନେ ନିଜ ମହିଳା ସାଥୀର ପିରିୟଡ଼ ହୋଇଥିବା ସମୟରେ ସେକ୍ସ କରିବା ପାଇଁ ମନା କରି ଦେଇଥାନ୍ତି। ସାଇକୋଲୋଜି କହିଥାଏ, ଯେତେବେଳେ ଆପଣଙ୍କ ମୁଡ୍ ହ୍ୟାପିରୁ ସେଡ୍ ଆଡ଼କୁ ଯିବାକୁ ଲାଗେ, ତେବେ ଏହା ଏକ ଇସାରା ହୋଇଥାଏ କି ଆପଣ କାହାକୁ ଅଧିକ ମନେ ପକାଉଛନ୍ତି। ସାଇକୋଲୋଜି କହିଥାଏ, ଯେଉଁ ମହିଳା ନିଜ ସ୍ୱାମୀଙ୍କ କଥା ମାନିନଥାନ୍ତି, ଏହିଭଳି ମହିଳାମାନଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଉଚିତ, କାରଣ ସେ କୌଣସି ଜଣଙ୍କର ହୋଇ ରହିପାରି ନଥାନ୍ତି। ସାଇକୋଲୋଜି କହିଥାଏ, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ସ୍ତ୍ରୀ ସହିତ ସେକ୍ସ କରିବା ଦ୍ୱାରା ଘରର ଖୁସି ବଢ଼ିଥାଏ, ଯାହାର ସ୍ତନ ଆକାରରେ ଗୋଲ, ନାଭି ଛୋଟ ଆକାରରେ ଗୋଲ ଓ ଗାଣ୍ଡି ପିଛା ସାମାନ୍ୟ ବାହାରକୁ ବାହାରିଥିବ। ସାଇକୋଲୋଜି କହିଥାଏ, ଯେଉଁ ବ୍ୟକ୍ତି କେବେ କାହା ପାଇଁ କାନ୍ଦି ନଥାଏ, ସେ କେବେ ବି କୌଣସି ବ୍ୟକ୍ତିର ଭାବନା ଓ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ଅନୁଭବ କରିପାରି ନଥାଏ। ସାଇକୋଲୋଜି କହିଥାଏ, ଆପଣଙ୍କ ଶରୀର ଯେତେ ଅଧିକ ଥକି ପଡ଼ିଥାଏ, ଆପଣଙ୍କ ମସ୍ତିଷ୍କ ସେତେ ଅଧିକ କ୍ରିଏଟିଭ୍ ହୋଇ ଯାଇଥାଏ। ସାଇକୋଲୋଜି କହିଥାଏ, ଯଦି ଆପଣ ପ୍ରଥମ ଥର କାହାକୁ ସାକ୍ଷାତ କରିବା ପାଇଁ ଯାଉଛନ୍ତି, ତେବେ ହାତରେ ଘଣ୍ଟା ପିନ୍ଧି ଯିବା ଉଚିତ, କାରଣ ଏହାଦ୍ୱାରା ଲୋକମାନେ ଆପଣଙ୍କୁ ଆପଣଙ୍କ କାମ ପ୍ରତି ଦାୟିତ୍ୱ ଅଛି ବୋଲି ବୁଝିନେବେ। ସାଇକୋଲୋଜି କହିଥାଏ, ଯେତେବେଳେ ଆପଣଙ୍କ ମନ କିଛି କାରଣ ନଥାଇ ଖରାପ ହୋଇଯାଇଥାଏ, ତେବେ ବୁଝି ଯାଆନ୍ତୁ କି ଆପଣ କାହାକୁ ବହୁତ ମିସ୍ କରୁଛନ୍ତି।